ସ୍ଲୋଭାକିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ଭାରତୀୟ ଭାବେ ଇତିହାସ ସୃଷ୍ଟି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ କ୍ରସ୍ ପ୍ରଥମ ଶ୍ରେଣୀ ପ୍ରଦାନ କରାଯାଇଛି। ଏହି ସମ୍ମାନ ପାଇବାର ସେ ପ୍ରଥମ ଭାରତୀୟ ହୋଇ ଇତିହାସ ରଚିଛନ୍ତି। ସ୍ଲୋଭାକିଆର ରାଷ୍ଟ୍ରପତି ପିଟର ପଲିଗ୍ରିନ୍ ତାଙ୍କୁ ଏହି ସମ୍ମାନ ଅର୍ପଣ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଦେଶୀ ରାଷ୍ଟ୍ର ଦ୍ୱାରା ପ୍ରଦାନ କରାଯାଇଥିବା 33ତମ ଆନ୍ତର୍ଜାତୀୟ ସମ୍ମାନ। ଭାରତ ସ୍ଲୋଭାକିଆ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଦ୍ୱିପାକ୍ଷିକ ସହଯୋଗ ବଢ଼ାଇବାରେ ତାଙ୍କ ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଛି। ଏହି ଗସ୍ତ ଅବସରରେ ଭାରତ ଓ ସ୍ଲୋଭାକିଆ ମଧ୍ୟରେ ସମ୍ପର୍କକୁ ବ୍ୟାପକ ସହଭାଗିତାରେ ଉନ୍ନତ କରିବା ସହ ପ୍ରତିରକ୍ଷା, ଡିଜିଟାଲ ପ୍ରଯୁକ୍ତି, ପ୍ରବାସ ଓ ବାଣିଜ୍ୟ କ୍ଷେତ୍ରରେ 11ଟି ଚୁକ୍ତି ସ୍ୱାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ରୋବର୍ଟ ଫିକୋଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ ମଧ୍ୟ ଜଣାଇଛନ୍ତି। ତେବେ 1993ରେ ସ୍ଲୋଭାକିଆ ସ୍ୱାଧୀନ ହେବା ପରେ ସେହି ଦେଶ ଗସ୍ତ କରିଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେଲେ ନରେନ୍ଦ୍ର ମୋଦି। ଏହି ଗସ୍ତକୁ ଉଭୟ ଦେଶର ସମ୍ପର୍କରେ ଏକ ଐତିହାସିକ ମାଇଲଖୁଣ୍ଟ ବୋଲି ମଧ୍ୟ ଜଣାଯାଇଛି।